ସାଙ୍ଗମାନେ ଜୟ ଜଗନ୍ନାଥ। ସକାଳୁ ସକାଳୁ ଭାଉଜ ଆମର ଭଜା ଭାଜୁଛନ୍ତି। ଆପଣମାନେ ଦେଖନ୍ତୁ, ଆପଣମାନଙ୍କୁ ଦେଖେଇଦେବି। ସାଙ୍ଗମାନେ ଦେଖନ୍ତୁ, ଆଜି ଭାଉଜଙ୍କର ଭଜା ହେଲା। କ'ଣ ଭାଜୁଛ ଆଜି? କି ଭଜା? କଲରା ଭଜା। ଓହୋ, ଗୋଟା କଲରା ଭଜା। ସାଙ୍ଗମାନେ ତମେ ଖାଇବ କି? ଭାଉଜ ଆଜି ଗୋଟା କଲରା ଭାଜୁଛନ୍ତି। ନା ସାଙ୍ଗ ଆପଣମାନେ ଦେଖନ୍ତୁ, ଆଜି ଏଇ ସମୟ ଭିତରେ ଭାବିନେଲି ଭାଉଜଙ୍କ ସହିତ କିଛି କଥାବାର୍ତ୍ତା ହେଇଯିବା, ଯିଏକି ଢଗ ଧମାଲ ପ୍ରଶ୍ନ। ଆପଣମାନେ ଦେଖନ୍ତୁ, ମଜା ନିଅନ୍ତୁ। ଆସ ଆମେ ହସିବା, ଅନ୍ୟମାନଙ୍କୁ ହସାଇବା। ସାଙ୍ଗମାନେ ଯଦି ଆମ ଚ୍ୟାନେଲକୁ ନୂଆ ଆସିଥାନ୍ତି, ପ୍ଲିଜ୍ ସବସ୍କ୍ରାଇବ୍ କରିନିଅନ୍ତୁ। ଏଇଭଳି ଭିଡ଼ିଓ ଦେଖିବାର ସୁଯୋଗ ନିଅନ୍ତୁ। ଏଥିରେ କିଛି ଶିଖିବା, ଜାଣିବା, ସାଙ୍ଗସାଥି ପାଖକୁ ଭିଡ଼ିଓଟି ସେୟାର କରିବା। ସାଙ୍ଗମାନେ ଆଜିର ଢଗ ପ୍ରଶ୍ନ ହେଲା ଭାଉଜଙ୍କୁ। ପ୍ରଥମ ପ୍ରଶ୍ନଟି ରହିଛି, ଯିଏକି ବହୁତ ସୁନ୍ଦର। ଆପଣମାନେ ଶୁଣନ୍ତୁ ଏବଂ କମେଣ୍ଟ ବକ୍ସଟି ଖୋଲା ଅଛି, କମେଣ୍ଟ ବକ୍ସରେ ଲେଖି ଦିଅନ୍ତୁ। ତାହେଲେ ସାଙ୍ଗମାନେ ପ୍ରଥମ ଢଗ ପ୍ରଶ୍ନ ଟିକେ ହିସାବ ପତ୍ର ପରେ ଭାଉଜଙ୍କୁ କହିବା। ଭାଉଜ ଆମର କ'ଣ ହିସାବ କରୁଛନ୍ତି, ଆସ ଆମେ ଭିଡ଼ିଓଟିକୁ ଦେଖିନେବା ଶେଷ ପର୍ଯ୍ୟନ୍ତ। କହିଲ ଦେଖି। 53 ଟଙ୍କା ଶିବ ଟଙ୍କାର 4 ଗୁଣ। 53 ଟଙ୍କା ଶିବ ଟଙ୍କାର 4 ଗୁଣ। ଯଦି ଶିବର 125 ଟଙ୍କା ହେଲା, ତେବେ ଉଭୟଙ୍କର ଟଙ୍କା ମିଶି କେତେ ହେବ? ସାଙ୍ଗମାନେ ଭାଉଜ ପଡ଼ିଲେ ଚିନ୍ତାରେ। ଆପଣମାନେ କ'ଣ ସତରେ ଚିନ୍ତାରେ ପଡ଼ିଛନ୍ତି? ନାଇଁ ସାଙ୍ଗମାନେ ଏ ସୁନ୍ଦର ପ୍ରଶ୍ନର ସୁନ୍ଦର ଉତ୍ତରଟି ଆପଣମାନେ ଦେଇଦେବେ ବୋଲି ଏ ବିଶ୍ୱାସ ଅଛି। ଆପଣମାନେ ଭଲ ଭାବରେ ହିସାବ କରିନିଅନ୍ତୁ। ଏ ଢଗ ପ୍ରଶ୍ନର ଉତ୍ତରଟି ଦେଇଦିଅନ୍ତୁ। 53 ଟଙ୍କା ଶିବ ଟଙ୍କାର 4 ଗୁଣ। ବୁଝିଲ? ଯଦି ଶିବର 125 ଟଙ୍କା ହୁଏ, ତେବେ ଉଭୟଙ୍କର ଟଙ୍କା ମିଶି କେତେ ଟଙ୍କା ହେବ? ସ୍ୱାଗତିକା ଭାଉଜ ଆମର ଉତ୍ତରଟି ଦେବେ ବୋଲି ଭାବୁଛନ୍ତି, କିନ୍ତୁ ତାଙ୍କ ଦ୍ୱାରା ସମ୍ଭବ କି ନାହିଁ ସେ କହିପାରିବେ ନାହିଁ। ଭାଉଜଙ୍କ ପାଇଁ ଏ ପ୍ରଶ୍ନଟି ସାଙ୍ଗମାନେ ବହୁତ କଷ୍ଟଦାୟକ, ଯେ କି ତା'ର ସମାଧାନ ଆପଣମାନେ ହିଁ କରିପାରିବେ। କାରଣ ଆପଣମାନେ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ। ଏଇଭଳି ଢଗ ଧମାଲ ପ୍ରଶ୍ନ ଦେଖିବାର ସୁଯୋଗ ନିଅନ୍ତୁ। ସାଙ୍ଗମାନେ ଆଜି ଏ ଢଗ ପ୍ରଶ୍ନଟି ଯିଏକି ବହୁତ ସୁନ୍ଦର ଅଛି, ଆପଣମାନେ ଶୁଣିଲେ ମଜା ନେଲେ ଆମେ ହସିବା, ଅନ୍ୟମାନଙ୍କୁ ହସାଇବା। ଏଥିରେ କିଛି ଶିଖିବା, ଜାଣିବା। ସାଙ୍ଗମାନେ ପ୍ରଥମ ଢଗ ପ୍ରଶ୍ନଟି ଆପଣମାନେ ଭଲ ଭାବରେ ବୁଝିପାରିଥିବେ, କିନ୍ତୁ ପ୍ଲିଜ୍ କମେଣ୍ଟ ବକ୍ସରେ ଲେଖି ଦିଅନ୍ତୁ। ଭାଉଜ ଏ ପ୍ରଶ୍ନର ଉତ୍ତରଟି ପାଇଲେ ନାହିଁ। ଦେଖାଯାଉ ସାଙ୍ଗମାନେ ସେକେଣ୍ଡ ଢଗ ପ୍ରଶ୍ନର ଭାଉଜ ଆମର କ'ଣ ଉତ୍ତର ଦେବେ। ଶୀଘ୍ର ମୋ ପାଇଁ କମେଣ୍ଟରେ ଲେଖି ଦିଅନ୍ତୁ, କାହିଁକି ନା ଏ ପ୍ରଶ୍ନର ଉତ୍ତର ମୁଁ ପାଇବିନି। ହିସାବ କଲେ ମୋତେ ଟାଇମ୍ ଲାଗିବ ନା। ଆପଣମାନେ କମେଣ୍ଟରେ ଜଣାନ୍ତୁ। ସାଙ୍ଗମାନେ ଦେଖନ୍ତୁ, ଭାଉଜ କହୁଛନ୍ତି ଭାଉଜ ଏ ଉତ୍ତରକୁ ଖୋଜିବାକୁ ହେଲେ ତାଙ୍କ ପାଖରେ କିଛି ସମୟ ଲାଗିବ, କିନ୍ତୁ ସମୟ ପାଉନାହାନ୍ତି। ଏତେ କମ୍ ସମୟ ଭିତରେ ଭାଉଜ ହିସାବ କରିପାରନ୍ତିନି, କାରଣ ତାଙ୍କ ଆଙ୍ଗୁଳି ଗଣା ହିଁ ତାଙ୍କୁ ଉତ୍ତର ଦେଇଥାଏ। କିନ୍ତୁ ଏ ଟିକେ ଲମ୍ବା ହୋଇଯିବାରୁ କିନ୍ତୁ ଭାଉଜଙ୍କ ଆଙ୍ଗୁଳି ଗଣା ପାରୁନାହାନ୍ତି। ଆପଣମାନେ କ'ଣ ସତରେ ଉତ୍ତର ଦେବେନି? ନିଶ୍ଚିନ୍ତ ଦେବେ, କାରଣ ଆପଣମାନେ ଆମର ବେଷ୍ଟ ଫ୍ରେଣ୍ଡ, କେବେ ହେଲେ ଅବହେଳା କରିନାହାନ୍ତି। ଅନେକ ଢଗ ପ୍ରଶ୍ନର ଉତ୍ତର ଆପଣମାନେ ଦେଉଛନ୍ତି, ଆମେ ଦେଖୁଛୁ। ସାଙ୍ଗମାନେ ପ୍ଲିଜ୍ ଆପଣମାନେ କେଉଁଠି କେଉଁ ଜାଗାରେ ଅଛନ୍ତି, ଆପଣମାନେ ଜାଗା ନାମ ଲେଖିପାରନ୍ତି। ଆପଣ ଲେଖିଲେ ଆମେ ଜାଣିପାରୁ କେଉଁ ଜାଗାରେ ଆମର ବେଷ୍ଟ ଫ୍ରେଣ୍ଡ ମାନେ ଅଧିକ ଅଛନ୍ତି। ତାହେଲେ ସାଙ୍ଗମାନେ ଏବେ ଆମେ ଚାଲିଯିବା ସେଇ ଢଗ ପ୍ରଶ୍ନର ସେକେଣ୍ଡ ପ୍ରଶ୍ନ, ଯେ କି ଭାଉଜଙ୍କ ପାଇଁ ଟିକେ ସାଧା ରଖିଛି। ଅବଶ୍ୟ ଏ ପ୍ରଶ୍ନର ଯେତେବେଳେ ଉତ୍ତରଟି ନ କହିପାରିଲେ, କିନ୍ତୁ ଦେଖାଯାଉ ସାଙ୍ଗମାନେ ଭାଉଜ ସେକେଣ୍ଡ ଢଗ ପ୍ରଶ୍ନର ଉତ୍ତର ଦେଇପାରୁଛନ୍ତି କି ନାହିଁ। ତାହେଲେ ସାଙ୍ଗମାନେ ସେକେଣ୍ଡ ଢଗ ପ୍ରଶ୍ନଟି ହେଲା ସେଇ ଗଛଲତା ବିଷୟରେ ଟିକେ ନେଇ ପଚାରିଦେବା। ଏ ତ ପ୍ରଶ୍ନ ହେଇଥିଲା ହିସାବ ପତ୍ର ଭିତରେ। ଦେଖାଯାଉ ଆମର ସ୍ୱାଗତିକା ଭାଉଜ କ'ଣ କହୁଛନ୍ତି। ଏ ଭାଉଜ କହିଲ
ଏମିତି ଗୋଟେ ଗଛର ନାମ ଯାହାର ଫଳ ସମସ୍ତେ ଦେଖିଛନ୍ତି, ଫୁଲ କେହି ଦେଖିନାହାନ୍ତି। ସାଙ୍ଗମାନେ ଭାଉଜ ଯଦି ଜାଣିଛନ୍ତି କିନ୍ତୁ କହିବେ ନାହିଁ, କାରଣ ଆପଣମାନଙ୍କ କମେଣ୍ଟ ଆମ ପାଇଁ ମୂଲ୍ୟବାନ ରହିଛି। ମୁଁ ନା ଖୁସି ହେବି ଆପଣଙ୍କ କମେଣ୍ଟ ଦେଖିଲେ। ସାଙ୍ଗମାନେ ଭାଉଜ କହିଲ ଏମିତି ଗୋଟିଏ ଗଛର ନାମ ଯାହାର ଫଳ ସମସ୍ତେ ଦେଖିଛନ୍ତି କିନ୍ତୁ ଫୁଲ କେହି ଦେଖିନାହାନ୍ତି। ସାଙ୍ଗମାନେ ଆପଣମାନେ ନିଶ୍ଚିନ୍ତ ଭାବନ୍ତୁ ଉତ୍ତରଟି ଆପଣମାନଙ୍କ ପାଖରେ ଅଛି, କିନ୍ତୁ ଟିକେ ଚିନ୍ତା କରନ୍ତୁ, ଟିକେ ସମୟ କାଢ଼ନ୍ତୁ, ଆମ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ୱାଚ୍ କରନ୍ତୁ। ଏଥିରେ ଅନେକ କିଛି ମଜା ଅଛି, ଶିଖିବା କିଛି, ଜାଣିବା କିଛି, ଆଉ ସାଙ୍ଗସାଥି ପରିଜନଙ୍କ ପାଖକୁ ଭିଡ଼ିଓଟିକି ସେୟାର କରିବା, କାରଣ ଭାଇ ଭାଉଜଙ୍କ ଭିଡ଼ିଓଟି ମନ ପସନ୍ଦର ଅଛି। ସାଙ୍ଗମାନେ ଆମେ ଆଶା କରୁ ଆପଣମାନେ ଯଦି ଭଲ କମେଣ୍ଟ ଲେଖୁଛନ୍ତି ଆମେ ଦେଖୁଛୁ, ଆପଣମାନଙ୍କ କମେଣ୍ଟ ଦେଖିଲା ପରେ ଆମକୁ ବହୁତ ଖୁସି ଲାଗିଥାଏ। ପ୍ଲିଜ୍ ସାଙ୍ଗମାନେ ଆପଣମାନେ ଅବହେଳା ନ କରି ଆମ ପାଇଁ ଭାଉଜଙ୍କ ପାଇଁ ଟିକେ କମେଣ୍ଟରେ ଲେଖି ଦିଅନ୍ତୁ। କିନ୍ତୁ ଏତିକି ରିକ୍ୱେଷ୍ଟ, ଯଦି ନୂଆ ଚାଲି ଆସିଥାନ୍ତି କେବେ ହେଲେ ହାତ ଛଡ଼ା କରନ୍ତୁ ନାହିଁ, ସବସ୍କ୍ରାଇବ୍ କରିନିଅନ୍ତୁ। ସବସ୍କ୍ରାଇବ୍ କରିନେଲେ ଆପଣମାନଙ୍କ ପାଖକୁ ୟୁଟ୍ୟୁବ୍ ସର୍ବପ୍ରଥମେ ନୋଟିଫିକେସନ୍ ଆକାରରେ ପଠାଇଦେବେ, ଆପଣମାନେ ଦେଖିବାର ସୁଯୋଗ ନେଇପାରିବେ। ତାହେଲେ ସାଙ୍ଗମାନେ ଆପଣମାନଙ୍କ ସପୋର୍ଟ ଆମ ପକ୍ଷରେ ସବୁବେଳେ ଅଛି, ଆମେ ଦେଖି ଆସୁଛୁ, କାରଣ ଭାଉଜଙ୍କର ଭଜା କଲରା ଭଜା କିଏ ଖାଇବାକୁ କେତେ ଭଲ ସୁନ୍ଦର ଭାବରେ ପାଏ, ଭାଜି ଝିଅ ଦେଇଛନ୍ତି, କିଏ ଗୋଟା ଆସେ? ଭାଜୁଛନ୍ତି, କାରଣ କଲରା ଭଜାଟି ଖାଇଲେ ଦେହ ପ୍ରତି ମାନେ ଭଲ, ଯେକି କୌଣସି ସୁଗାର ବେମାର ଯେଉଁଟା କହୁଛନ୍ତି ଡାଇବେଟିକ୍ କମ୍ ହୋଇଥାଏ। ଯାହା ହଉ ସାଙ୍ଗମାନେ ଦୁଇଟି ପ୍ରଶ୍ନ ଆମେ କଲୁ, ଆପଣମାନେ ଏ ଦୁଇଟିରୁ ଆପଣମାନେ କମେଣ୍ଟ ଦେବେ ବୋଲି ଆଶା ରଖିଛୁ, କିନ୍ତୁ ସାଙ୍ଗମାନେ ଆପଣମାନେ କ'ଣ ସତରେ ଦେବେ ନାହିଁ? ଭାଉଜ ଆମର ଆସିଲେ, ଭାଉଜଙ୍କୁ ଟିକେ ଘର ଆଡ଼େ ଟିକେ ବୁଲେଇଦେଲି, ଦେଖନ୍ତୁ ଭାଉଜ ବୁଲୁଛନ୍ତି, ଏବେ ରୋଷେଇ ଘରେ ଅଛନ୍ତି, ମହାପ୍ରଭୁ ଏଠି ଆମର ଅଛନ୍ତି। ଯାହା ହଉ ଆମେ ଗରିବ ଲୋକ, ଯେମିତି ହେଉ ଆମ ମହାପ୍ରଭୁଙ୍କୁ ଦେଖନ୍ତୁ କେମିତି ଆମେ କାଠରେ ସଜେଇ ବାଗେଇକି ରଖିଛୁ, କ'ଣ କରିବା। ଯାହା ହଉ ସାଙ୍ଗମାନେ ଢଗ ପ୍ରଶ୍ନଟି କେମିତି ଲାଗିଲା? ଆପଣଙ୍କ ସପୋର୍ଟ ଆମ ପକ୍ଷରେ ସବୁବେଳେ ଅଛି, ଆମେ ଦେଖି ଆସୁଛୁ। ସାଙ୍ଗମାନେ ଆମେ ଜାଣୁ ସାଙ୍ଗମାନେ ଆପଣମାନେ କେବେ ଅବହେଳା ନ କରି ଏମିତି ଢଗ ଧମାଲ ପ୍ରଶ୍ନର ଉତ୍ତର ଦେଇଥାନ୍ତୁ, ଆପଣଙ୍କ ସପୋର୍ଟ ଆମ ପକ୍ଷେ ରହିଥାଉ। ଆପଣଙ୍କ ବିନା ଆମେ କେବେ ହେଲେ ଆଗକୁ ଯାଇପାରିବୁନି। ଆମେ ନିଶ୍ଚିତ ସମସ୍ତେ ଜାଣନ୍ତି, ଆପଣ ମଧ୍ୟ ଜାଣିଛନ୍ତି, ଆପଣ ହେଉଛି ସେଇ ଲୋକ ଯେଉଁ ଲୋକ ଜିରୋରୁ ହିଁ ହିରୋ ବନେଇ ପାରିବେ। ଆମ ଦୁଇ ଜଣଙ୍କୁ ଆପଣମାନେ ହିରୋ ବନେଇ ଦିଅନ୍ତୁ। ତାହେଲେ ସାଙ୍ଗମାନେ ଆଜି ବହୁତ ମଜା ହେଇଗଲା, ଆପଣମାନଙ୍କ କମେଣ୍ଟକୁ ଖାଲି ଅପେକ୍ଷା ରହିଲୁ, କେବେ ଆସିବ ଆପଣମାନଙ୍କ କମେଣ୍ଟ ଆମେ ଦେଖିବୁ। ତାହେଲେ ସାଙ୍ଗମାନେ ଏବେ ସମୟ ହେଇଗଲାଣି ନା କ'ଣ କହୁଛ? ସେଣେ କଲରା ଭଜାଟି ଭାଜୁଛନ୍ତି ଭାଉଜ, ପୋଡ଼ି ବାଡ଼ି ଯିବ, କ'ଣ କରିବ? ହେଇଲୋ ବାବା, ଭାଉଜଙ୍କର ଟିକେ ନାଚ ହେଇଯାଉ, ଟିକେ ଭାଇ ସାଙ୍ଗମାନେ ଖୁସି ହେବେ। ଚାଲିରେ ତୋର ପଦ୍ମ ଫୁଟେ, ହସରୁ ଝରେ ମହୁ। ତାହେଲେ ସାଙ୍ଗମାନେ ଏବେ ଆମେ ରହୁଛୁ, କାରଣ ସମୟ ହେଇଗଲାଣି। ଆପଣମାନେ ଆମକୁ ସପୋର୍ଟ କରିଥିବାରୁ, ଆମ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ୱାଚ୍ କରିଥିବାରୁ ଆପଣମାନଙ୍କୁ ମୋ ତରଫରୁ, ଆପଣଙ୍କ ଭାଉଜ ତରଫରୁ, ଆମ ଏଣ୍ଟାୟାର ଫ୍ୟାମିଲି ତରଫରୁ ଆପଣମାନଙ୍କୁ ଧନ୍ୟବାଦ। ତାହେଲେ ରହିଲୁ ସାଙ୍ଗମାନେ, ଆଗାମୀ ଭିଡ଼ିଓକୁ ଅପେକ୍ଷା ରୁହନ୍ତୁ। ଆପଣମାନଙ୍କ ପାଇଁ ଏଇଭଳି ମଜାଦାର ଢଗଧମାଲ ପ୍ରଶ୍ନ ଆଣିବୁ, ଆପଣମାନେ ଦେଖିବାର ସୁଯୋଗ ନେଇପାରିବେ। ତାହେଲେ ସାଙ୍ଗମାନେ ଏବେ ଆମେ ରହିଲୁ। ଜୟ ଜଗନ୍ନାଥ, ନମସ୍କାର। ନମସ୍କାର।